हिताधिकारीଙ୍କ ପାଇଁ ଖୁସି ଖବର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରାଶି 60,000 ଟଙ୍କା ବଢ଼ିଲା। ତ ଦେଖନ୍ତୁ ଆପଣମାନେ ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ତାହେଲେ ଆପଣମାନେ ମଧ୍ୟ ଏଇ 60,000 ଟଙ୍କା ପାଇପାରିବେ। ଯାହାକି ନୂଆ ଅପଡେଟ୍ ଆସିଛି, ଯାହାକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇକି ଆପଣମାନେ ଫୁଲ୍ ଷ୍ଟେପ୍ ବାଇ ଷ୍ଟେପ୍ ଦେଖନ୍ତୁ, ଶେଷ ପର୍ଯ୍ୟନ୍ତ ଆପଣମାନେ ଜାଣିପାରିବେ। ତ ଦେଖନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ପାଇଁ ଆସିଛି ଖୁସି ଖବର। ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ 1,20,000 ଟଙ୍କା ବଦଳରେ 1,80,000 ଟଙ୍କା ମିଳିବ। ଶୌଚାଳୟ ପାଇଁ ପୂର୍ବରୁ 12,000 ଟଙ୍କା ଦିଆଯାଉଥିଲା। ଏହି ରାଶିକୁ 20,000 ଟଙ୍କାକୁ ବୃଦ୍ଧି କରାଯିବ। ପ୍ରତ୍ୟେକ ଆବାସ ଘରକୁ ମଡେଲ ଗୃହ ଭାବରେ ରାଜ୍ୟ ସରକାର ନିର୍ମାଣ କରିବେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମତଳ ଅଞ୍ଚଳ ହିତାଧିକାରୀଙ୍କୁ 25 ବର୍ଗ ମିଟର ପକ୍କା ଘର ନିର୍ମାଣ କରିବାକୁ ପୂର୍ବତାଳକୁ 1,30,000 ଟଙ୍କାର ଯୋଗାଇ ଦିଆଯାଉଛି। ଏଥିସହିତ ଶୌଚାଳୟ ନିର୍ମାଣ ପାଇଁ 12,000 ଟଙ୍କା ପ୍ରଦାନ କରାଯାଉଛି। ତ ଏଇଭଳିଆ ଆଜିର ଅପଡେଟ୍ ଥିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ତ ଆପଣମାନେ ଯଦି ହିତାଧିକାରୀ ତାହେଲେ ଆପଣମାନେ ମଧ୍ୟ ଏଇ 60,000 ଟଙ୍କା ପାଇପାରିବେ ଲାଭ। ତ ଏଇଭଳିଆ ଆଜି ଅପଡେଟ୍ ଥିଲା। ଆଶା କରୁଛି ଭିଡ଼ିଓ ଭଲ ଲାଗିଥିବ, ତାହେଲେ ସେୟାର କରନ୍ତୁ, ଲାଇକ୍ କରନ୍ତୁ।